ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନୁ ରାଶିର ଅଧିପତି। ଜାଣିବା 2025 ମସିହା ମାର୍ଚ୍ଚ ମାସରେ ନୈସର୍ଗିକ ରାଶି କୁଣ୍ଡଳୀର ନବମ ଭାବ ଧନୁ ରାଶି ଜାତ ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ, କର୍ମ, ପ୍ରେମ ଏବଂ ଘର ଓ ପରିବାର କ୍ଷେତ୍ରରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର। ଟପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମାର୍ଚ୍ଚ ମାସରେ ଧନୁ ରାଶିର ଅଧିପତି ବୃହସ୍ପତି ମାସ ସାରା ଧନୁ ରାଶିର ଷଷ୍ଠ ସ୍ଥାନ ବୃଷ ରାଶିରେ ଅବସ୍ଥାନ କରିବେ। ଧନୁ ରାଶି ଜାତ ବ୍ୟକ୍ତିବିଶେଷ ଏ ମାସରେ ପରାକ୍ରମୀ ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଠିକ୍ ରହିବ ନାହିଁ। ଖାଦ୍ୟ ହଜମ ନ ହୋଇ ପେଟରେ ଗ୍ୟାସ୍ ସୃଷ୍ଟି ହେବ। ପେଟ ଯନ୍ତ୍ରଣା ଭୋଗ କରିପାରନ୍ତି। ଆମାଶୟ ଜନିତ ରୋଗରେ ପୀଡ଼ିତ ହୋଇ ଲୁଜ୍ ମୋସନ୍ ବା ପତଳା ଝାଡ଼ା ହେବାର ମଧ୍ୟ ବହୁତ ସମ୍ଭାବନା ରହୁଅଛି। ଏହାଛଡ଼ା ଯେଉଁ ବ୍ୟକ୍ତିଙ୍କର କିଛି ପୁରୁଣା ରୋଗ ରହିଅଛି ସେମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ ହେବ, ନଚେତ୍ ପୁରୁଣା ରୋଗର ପ୍ରାଦୁର୍ଭାବ ବଢ଼ିପାରେ। ଏହି ସମୟରେ ଧନୁ ରାଶିର ସପ୍ତମ ଭାବରେ ମଙ୍ଗଳ ମହାଗ୍ରହ ରହି ଧନୁ ରାଶି ବା ଧନୁ ଲଗ୍ନକୁ ଦୃଷ୍ଟି ଦେଉଥିବାରୁ ଯାତ୍ରା ସମୟରେ ଦୁର୍ଘଟଣାର ଭୟ ରହୁଅଛି। ଏଣୁ ମାର୍ଚ୍ଚ ମାସରେ ଗାଡ଼ି ମଟରରେ ଯେତେ ଯାତ୍ରା କମ୍ କରିବେ ସେତେଟା ଭଲ ହେବ। ଶିକ୍ଷା ଦୃଷ୍ଟିରୁ ମାର୍ଚ୍ଚ ମାସଟି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ଶିକ୍ଷାସ୍ଥାନ ବା ପଞ୍ଚମ ସ୍ଥାନର ଅଧିପତି ମଙ୍ଗଳ ସପ୍ତମ ଭାବ ମିଥୁନ ରାଶିରେ ରହି ଲଗ୍ନକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଗ୍ରହଣ ପ୍ରତି ରୁଚି ବଢ଼ିବ। ଉଚ୍ଚଶିକ୍ଷା କାରକ ଗ୍ରହ ବୃହସ୍ପତି ନିଜେ ଧନୁ ରାଶିର ମାଲିକ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଆହରଣ ପାଇଁ କଠିନରୁ କଠିନ ପରିଶ୍ରମ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ବା କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାର୍ଚ୍ଚ ମାସଟି ବେଶ୍ ଉତ୍ସାହପ୍ରଦ ରହିବ। ବିଶେଷତଃ ଯେଉଁମାନେ ଜୁଡ଼ିସିଆଲ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହି ସମୟଟି ସୁବର୍ଣ୍ଣର ସମୟ। ମାର୍ଚ୍ଚ ମାସରେ ଧନୁ ରାଶିର କର୍ମକ୍ଷେତ୍ର କଥା ବିଚାରକୁ ନେଲାବେଳେ ଜଣାଯାଏ ଯେ କର୍ମସ୍ଥାନର ଅଧିପତି ବା ଦଶମ ସ୍ଥାନର ଅଧିପତି ବୁଧ ମହାଗ୍ରହ ଚତୁର୍ଥ ସ୍ଥାନ ମୀନ ରାଶିରେ ନୀଚ ଭାବରେ ଅବସ୍ଥାନ କରିବା କର୍ମକ୍ଷେତ୍ରରେ ପ୍ରଥମେ ନୀଚ ପରିମାଣ ଦେଇପାରନ୍ତି, କିନ୍ତୁ ବୁଧଙ୍କର ଦଶମ ସ୍ଥାନକୁ ଦୃଷ୍ଟି ରହୁଥିବାରୁ ପରବର୍ତ୍ତୀ ସମୟରେ ଏହି ଭାବର ଭଲ ପରିମାଣ ମିଳିବ। ବାଣିଜ୍ୟ ବେପାର କରୁଥିଲେ ପ୍ରଥମରୁ କ୍ଷତିର ସାମନା କରିବାକୁ ପଡ଼ିପାରେ। ଚାଲୁ ରହିଥିବା ବେପାରରେ ହ୍ରାସ ଘଟିବ। ମନ ମଧ୍ୟରେ ଆର୍ଥିକ ନୈରାଶ୍ୟ ଭାବ ଆସିପାରେ, କିନ୍ତୁ ଧନୁ ରାଶି ଅଧିପତି ବୃହସ୍ପତିଙ୍କର ଦୃଷ୍ଟି ଦଶମ ସ୍ଥାନ ଉପରେ ରହୁଥିବାରୁ ନିରାଶା ଭାବ କ୍ରମଶଃ ଦୂରେଇ ଯାଇ ବ୍ୟବସାୟିକ ସଫଳତା ବା କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ସପ୍ତମ ବାଣିଜ୍ୟ ସ୍ଥାନରେ ମଙ୍ଗଳ ବୁଧଙ୍କ ରାଶି ମିଥୁନ ରାଶିରେ ରହିଥିବାରୁ ବାଣିଜ୍ୟ କରୁଥିବା ସ୍ଥାନରେ ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ରହୁଅଛି। ଦୋକାନରେ ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଇଲେକ୍ଟ୍ରିକ୍ ଲାଇନରେ ସର୍ଟ ସର୍କିଟ୍ ଘଟିପାରେ କିମ୍ବା ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡ଼ିକ ଅଚାନକ ଭାବରେ ଖରାପ ହୋଇଯିବାର ସମ୍ଭାବନା ରହିଅଛି। ସାବଧାନ ରହିଥିବେ। ଯେତେ ଯାହା ହେଲେ ବି ଧନୁ ରାଶିର ଆୟ ବା ଲାଭ ଭାବ ତୁଳା ରାଶିର ଅଧିପତି ଶୁକ୍ର ମୀନ ରାଶିରେ ଉଚ୍ଚ ଭାବରେ ରହିବା ମାର୍ଚ୍ଚ ମାସଟି ଆପଣଙ୍କ ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ପାଇଁ ବେଶ୍ ଲାଭଜନକ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସ ଧନୁ ରାଶି ପାଇଁ ବେଶ୍
ପ୍ରଶସ୍ତ ରହୁଛି। ଲାଭ ବା ଆୟ ସ୍ଥାନ ତୁଳା ରାଶିର ଅଧିପତି ଶୁକ୍ର ଚତୁର୍ଥ ଭାବ ମୀନ ରାଶିରେ ଉଚ୍ଚ ଭାବରେ ରହିବା ବିଭିନ୍ନ କ୍ଷେତ୍ରରୁ ଅର୍ଥ ଲାଭ କରାଇବ। ବାଣିଜ୍ୟ ବେପାରରେ ବାକି ପଡ଼ିଥିବା ଟଙ୍କା ଆଦାୟ ହୋଇଯିବ। ବ୍ୟାଙ୍କିଂ ଇନ୍ସୁରାନ୍ସ କ୍ଷେତ୍ରରେ ମ୍ୟାଚୁରିଟି ପାଇଯାଇଥିବା ପଲିସି ବା ଡିପୋଜିଟରୁ ଏକ ସଙ୍ଗରେ ବଡ଼ ଧରଣର ଅର୍ଥ ହସ୍ତଗତ ହେବ। ଚାକିରି କରୁଥିଲେ ପ୍ରମୋସନ୍ ସହିତ ଇନକ୍ରିମେଣ୍ଟ ବଢ଼ି ଦରମାର ବୃଦ୍ଧି ଘଟିବ। ଧନସ୍ଥାନ ମକର ରାଶିର ଅଧିପତି ଧନସ୍ଥାନର ଧନ ଭାବରେ ରହିବା ସ୍ଥିର ଧନର ସଂକେତ ପ୍ରଦାନ କରୁଛି। ପୁଣି ଧନସ୍ଥାନକୁ ବୃହସ୍ପତି ମହାଗ୍ରହଙ୍କ ନବମ ଅମୃତ ଦୃଷ୍ଟି ସଞ୍ଚିତ ଧନ ଭାବରେ ବୃଦ୍ଧି ଘଟାଇବ। ମାସ ଶେଷରେ ଶନି ଗୃହ ପରିବର୍ତ୍ତନ କଲେ ଜାଗାବାଡ଼ି କିଣିବା, ଯାନବାହନ କିଣିବା ଅଥବା ଗୃହ ନିର୍ମାଣ କରିବାରେ ବଡ଼ ଧରଣର ଖର୍ଚ୍ଚାନ୍ତ କରାଇ ପାରନ୍ତି। ମାର୍ଚ୍ଚ ମାସରେ ଧନୁରାଶିର ପ୍ରେମ ଭାବ ସମ୍ପର୍କରେ ଆଲୋଚନା କଲାବେଳେ ଜଣାଯାଏ ଯେ ପ୍ରେମ ବା ପଞ୍ଚମ ସ୍ଥାନ ମେଷ ରାଶିର ଅଧିପତି ମଙ୍ଗଳ ମହାଗ୍ରହ ସପ୍ତମ ସ୍ଥାନ ମିଥୁନ ରାଶିରେ ବସି ଧନୁ ଲଗ୍ନ ବା ଧନୁ ରାଶିକୁ ପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରୁଛନ୍ତି। ଧନୁ ରାଶିକୁ ମଙ୍ଗଳଙ୍କ ଦୃଷ୍ଟି ପ୍ରେମ ଭାବରେ ନଥିବା ସାଧାରଣ କିଶୋରଟିଏ ମନରେ ପ୍ରେମ ଭାବ ଉଦ୍ରେକ କରାଇପାରେ। ପ୍ରେମ ସମ୍ପର୍କରେ ଥିବା ଉଭୟ ପ୍ରେମୀ ଯୁଗଳ ପରସ୍ପରର ଜୀବନ ସାଥୀ ହେବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି, କିନ୍ତୁ ପ୍ରେମ ଭାବରେ ସଂଯମତା ରଖିବା ଜରୁରୀ, ନଚେତ୍ ପରିଣାମ ଭିନ୍ନ ହୋଇପାରେ। ପାରିବାରିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସଟି ଧନୁରାଶି ପାଇଁ ଠିକ୍ଠାକ୍ ରହିବ। ଦ୍ୱିତୀୟ ମକର ରାଶି ଅଧିପତି ଶନି ତୃତୀୟ କୁମ୍ଭ ରାଶିରେ ମାସ ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବା ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବାର ସୂଚନା ଦେଉଛି। ମାସର ଶେଷରେ ଶନି ମୀନ ରାଶିରେ ପ୍ରବେଶ କଲେ ଦ୍ୱିତୀୟ ସ୍ଥାନକୁ ଦୃଷ୍ଟି ଦେଉଥିବା ମଙ୍ଗଳ ମହାଗ୍ରହ ପରିବାର ପାଇଁ ଅମଙ୍ଗଳର କାରଣ ହୋଇପାରେ। ପରିବାରରେ କଳହ ବା ଝଗଡ଼ା ଘଟିବାର ସମ୍ଭାବନା ଦେଖାଯାଉଛି, କିନ୍ତୁ ବୃହସ୍ପତି ମହାଗ୍ରହଙ୍କର ନଜର ଏ ସମସ୍ୟାର ସମାଧାନ କରିଦେବା ପାଇଁ ସମର୍ଥ ହେବେ। ବିଶେଷ ବ୍ୟତିବ୍ୟସ୍ତ ହେବାର କିଛି ନାହିଁ, କିନ୍ତୁ ଧନୁରାଶି ଉପରକୁ ମଙ୍ଗଳଙ୍କ ଦୃଷ୍ଟି ଦମ୍ପତିଙ୍କ ମଧ୍ୟରେ କଥା କଟାକଟିର ସୂଚନା ପ୍ରଦାନ କରୁଛି। ଏ ତ ଗଲା ମୋଟାମୋଟି ଭାବରେ ଧନୁ ରାଶି ପାଇଁ 2025 ମସିହା ମାର୍ଚ୍ଚ ମାସର ମାସିକ ରାଶିଫଳ। ଧନୁରାଶି ଜାତ ବ୍ୟକ୍ତି ଏହି ମାସରେ ରହିଥିବା ଅଶୁଭତ୍ୱକୁ ଏଡ଼ାଇ ଶୁଭଫଳ ପାଇବା ନିମନ୍ତେ ବ୍ରାହ୍ମଣ ଓ ଅଭାବୀ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରନ୍ତୁ। ପ୍ରତ୍ୟହ ବାମନ ପୁରାଣ ପାଠ କରିବା ବା ଶୁଣିବା ତଥା ଶିବ ଦର୍ଶନରେ ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ବାମନ ରୂପୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ଦୋଷ ଖଣ୍ଡନ ହୋଇଯିବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।